आकाशवाणी संवाद पढ़ुछंती मलय रंजन मिश्र। राजस्थान और हरियाणा को आज गस्तरे जिबे प्रधानमंत्री। जाग्रत राजस्थान विश्व सम्मिलनी 2024 उद्घाटन और पानीपतଠାରେ बीमा सखी योजनार करिबे शुभारंभ। महाराष्ट्र विधानसभा आज हेब बाचस्पति चयन। बीजेपीर राहुल नार्भेकर एथिपाई अप्रतिद्वंदी प्रार्थी। तीन दिनिया रूस गस्तरे जाई गत रातिरे मस्कोरे पहुंचिले प्रतिरक्षा मंत्री। बांग्लादेश को आज गस्तरे जिबे वैदेशिक सचिव एवं महिला जूनियर एशिया कप हॉकी प्रतियोगितार बांग्लादेश को 13-1 गोल्रे परास्त कला भारत। प्रधानमंत्री नरेंद्र मोदी आज राजस्थान और हरियाणा गस्तरे जिबे। प्रधानमंत्री राजस्थान जयपुर प्रदर्शनी और सम्मेलन केन्द्र में चली जाग्रत राजस्थान विश्व सम्मेलन 2024 उद्घाटन करेंगे। 5,000 अधिक व्यवसाय और वाणिज्य प्रतिनिधि, कूटनीतिज्ञ, निवेशक और अन्य अंशग्रहणकारी यह कार्यक्रम में जोग देउछंती। 3 दिन धरी अनुष्ठित होउथिबा ଏହି ସମ୍ମିଳନୀରେ 32ଟି ଦେଶର ପ୍ରତିନିଧି ଏବଂ 17ଟି ସହଯୋଗୀ ରାଷ୍ଟ୍ର ଯୋଗ ଦେଇଛନ୍ତି। ରାଜସ୍ଥାନରେ ପୁଞ୍ଜିନିବେଶ ଏବଂ ଶିଳ୍ପକୁ ପ୍ରୋତ୍ସାହନ ଦେବା ସହିତ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଏହି ସମ୍ମିଳନୀ ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ। ଆଜିର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଭଜନଲାଲଙ୍କ ସମେତ କେନ୍ଦ୍ର ମନ୍ତ୍ରିମଣ୍ଡଳର ସଦସ୍ୟ ଯୋଗ ଦେବେ। ହରିୟାଣାର ପାନିପଥଠାରେ ପ୍ରଧାନମନ୍ତ୍ରୀ ଜୀବନ ବୀମା ନିଗମର ବୀମା ସଖୀ ଯୋଜନାର ଶୁଭାରମ୍ଭ କରିବାର କାର୍ଯ୍ୟସୂଚୀ ରହିଛି। ମ୍ୟାଟ୍ରିକ୍ ପାସ୍ କରିଥିବା 18ରୁ 70 ବର୍ଷ ବୟସର ମହିଳାଙ୍କ ସଶକ୍ତିକରଣ ନିମନ୍ତେ ଏହି ଯୋଜନା କାର୍ଯ୍ୟକାରୀ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାଳରେ ହରିୟାଣାର କର୍ଣ୍ଣାଲଠାରେ ଥିବା ମହାରାଣା ପ୍ରତାପ ଉଦ୍ୟାନ କୃଷି ବିଶ୍ୱବିଦ୍ୟାଳୟର ମୁଖ୍ୟ କ୍ୟାମ୍ପସର ଶିଳାନ୍ୟାସ କରିବେ। ଏହି ବିଶ୍ୱବିଦ୍ୟାଳୟ ଅଧୀନରେ ଉଦ୍ୟାନ କୃଷିର ସ୍ନାତକ ଓ ସ୍ନାତକୋତ୍ତର ଅଧ୍ୟୟନ ନିମନ୍ତେ ବ୍ୟବସ୍ଥା ରହିଛି। 700 କୋଟିରୁ ଅଧିକ ଟଙ୍କା ବ୍ୟୟ ଅଟକଳରେ 495 ଏକର ପରିମିତ ଅଞ୍ଚଳରେ ମୁଖ୍ୟ କ୍ୟାମ୍ପସ୍ ଏବଂ 6ଟି ଆଞ୍ଚଳିକ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରାଯିବ। ପଞ୍ଚଦଶ ମହାରାଷ୍ଟ୍ର ବିଧାନସଭାରେ ଆଜି ବାଚସ୍ପତି ଚୟନ କରାଯିବ। ଏଥିପାଇଁ ବିଜେପିର ରାହୁଲ ନାର୍ଭେକର ଏକମାତ୍ର ପ୍ରାର୍ଥୀ ଅଛନ୍ତି। ବାଚସ୍ପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲର ସମୟସୀମା ଗତକାଲି ମଧ୍ୟାହ୍ନ 12ଟାକୁ ଧାର୍ଯ୍ୟ କରାଯାଇଥିଲା। ଏଥିରେ ବିଜେପିର ଶ୍ରୀ ନାର୍ଭେକରଙ୍କ ବ୍ୟତୀତ ଅନ୍ୟ କେହି ନାମାଙ୍କନ ପତ୍ର ଦାଖଲ କରିନାହାନ୍ତି। ତେଣୁ ଶ୍ରୀ ନାର୍ଭେକରଙ୍କ ନାମ ଆଜି ବାଚସ୍ପତି ପଦ ପାଇଁ ଆନୁଷ୍ଠାନିକ ଭାବେ ଘୋଷଣା କରାଯିବାର ଆଶା କରାଯାଉଛି। ତେବେ ଏହା ପୂର୍ବରୁ କାମଚଳା ବାଚସ୍ପତି କାଳିଦାସ କୋଲାମ୍ବକର ନବନିର୍ବାଚିତ ସଦସ୍ୟଙ୍କର ଶପଥପାଠ କାର୍ଯ୍ୟକ୍ରମ ଶେଷ କରିବାର କାର୍ଯ୍ୟସୂଚୀ ରହିଛି। ବାଚସ୍ପତି ଚୟନ ଘୋଷଣା ପରେ ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ ଅଧିବେଶନକୁ ସମ୍ବୋଧନ କରିବେ। ଏହାପରେ ନାଗପୁରଠାରେ ହେବାକୁ ଥିବା ଶୀତକାଳୀନ ଅଧିବେଶନ ପର୍ଯ୍ୟନ୍ତ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯିବ। କର୍ଣ୍ଣାଟକ ବିଧାନସଭାର ଶୀତକାଳୀନ ଅଧିବେଶନ ଆଜିଠାରୁ ଆରମ୍ଭ ହେଉଛି। ବେଲଗାଭିସ୍ଥିତ ସୁବର୍ଣ୍ଣ ସୌଧଠାରେ ଏହି 10 ଦିନିଆ ଅଧିବେଶନ ବସିବ। ଗୃହରେ ଆଲୋଚନା ପାଇଁ 205ଟି ଧ୍ୟାନ ଆକର୍ଷଣକାରୀ ନୋଟିସ୍, 3ଟି ବେସରକାରୀ ବିଲ୍ ସମେତ 3,000ରୁ ଅଧିକ ପ୍ରଶ୍ନ ରହିଛି ବୋଲି ବାଚସ୍ପତି ୟୁଟି ଖଦର ସୂଚନା ଦେଇଛନ୍ତି। ବିଧାନ ପରିଷଦ ଅଧ୍ୟକ୍ଷ ବାସବରାଜ ହେରାଟ୍ଟି କହିଛନ୍ତି, ଗୃହରେ ବିଶେଷକରି କର୍ଣ୍ଣାଟକର ଉତ୍ତର ଭାଗ ସହିତ ଜଡ଼ିତ ପ୍ରସଙ୍ଗଗୁଡ଼ିକ ଉପରେ 4 ଦିନ ଧରି ଆଲୋଚନା ହେବା ପାଇଁ କାର୍ଯ୍ୟସୂଚୀ ସ୍ଥିର ହୋଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ 3 ଦିନିଆ ରୁଷ ଗସ୍ତରେ ଯାଇ ଗତ ରାତିରେ ମସ୍କୋରେ ପହଞ୍ଚିଛନ୍ତି। ମନ୍ତ୍ରୀ ଶ୍ରୀ ସିଂ ଆଜି ୟାନ୍ତ୍ରା ସିପୟାର୍ଡଠାରେ ଭାରତୀୟ ନୌସେନାର ଆଇଏନ୍ଏସ୍ ତୁସିଲରେ ବହୁମୁଖୀ କ୍ଷେପଣାସ୍ତ୍ର ବ୍ୟବସ୍ଥାର ଶୁଭାରମ୍ଭ କରିବେ। ନୌସେନା ମୁଖ୍ୟ ଆଡମିରାଲ ଦିନେଶ କେ ତ୍ରିପାଠୀ ଏହି କାର୍ଯ୍ୟକ୍ରମରେ ଯୋଗଦେବେ। ଶ୍ରୀ ସିଂ ତାଙ୍କ ରୁଷ ପ୍ରତିପକ୍ଷ ଆଣ୍ଡ୍ରିଉ ବେଲୁସୋଭଙ୍କ ସହ ମସ୍କୋରେ ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା 21 ଭାରତ ରୁଷ ଆନ୍ତଃ ସରକାରୀ ଆୟୋଗ ଅନ୍ତର୍ଗତ ସାମରିକ ବୈଷୟିକ ସହଯୋଗ ବୈଠକରେ ସହ ଅଧ୍ୟକ୍ଷତା କରିବେ। ଉଭୟ ନେତା ସାମରିକ ଏବଂ ଶିଳ୍ପ ସହଯୋଗ ସମେତ ପ୍ରତିରକ୍ଷା କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ଥିବା ସହଯୋଗ କ୍ଷେତ୍ରର ସମୀକ୍ଷା କରିବେ। ପାରସ୍ପରିକ ସ୍ୱାର୍ଥ ଏବଂ ଆନ୍ତର୍ଜାତିକ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା ହେବାର କାର୍ଯ୍ୟସୂଚୀ ରହିଛି। ପ୍ରତିରକ୍ଷା ମନ୍ତ୍ରୀ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଶହୀଦ ହୋଇଥିବା ସୋଭିଏତ୍ର ସୈନିକଙ୍କୁ ଅଜ୍ଞାତ ସେନାନୀଙ୍କ ସ୍ମାରକୀଠାରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାର କାର୍ଯ୍ୟସୂଚୀ ରହିଛି। ଗସ୍ତ କାଳରେ ମନ୍ତ୍ରୀ ଶ୍ରୀ ସିଂ ପ୍ରବାସୀ ଭାରତୀୟଙ୍କ ସହ ମତ ବିନିମୟ କରିବେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବୈଦେଶିକ ସଚିବ ବିକ୍ରମ ମିଶ୍ରି ଆଜି ବାଂଲାଦେଶ ଗସ୍ତରେ ଯିବେ। ବାଂଲାଦେଶର ସରକାର ବିରୋଧୀ ବିକ୍ଷୋଭ ଏବଂ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ କ୍ଷମତାଚ୍ୟୁତ ପରେ ନୂଆଦିଲ୍ଲୀରେ ଏହା ହେଉଛି ପ୍ରଥମ ଉଚ୍ଚସ୍ତରୀୟ ଗସ୍ତ।
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଶ୍ରୀ ମିଶ୍ରି ଢାକାରେ ବୈଦେଶିକ କାର୍ଯ୍ୟାଳୟ ପରାମର୍ଶ ସଂକ୍ରାନ୍ତ ଏକ ବୈଠକରେ ଯୋଗଦେବା ସହିତ ତାଙ୍କ ବାଂଲାଦେଶୀ ପ୍ରତିପକ୍ଷଙ୍କ ସହ ଆଲୋଚନା କରିବେ। ବାଂଲାଦେଶରେ ହିନ୍ଦୁଙ୍କ ସମେତ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣକୁ ନେଇ ନୂଆଦିଲ୍ଲୀ ଏବଂ ଢାକା ମଧ୍ୟରେ ବୃଦ୍ଧି ପାଉଥିବା ଦୂରତା ପରିପ୍ରେକ୍ଷୀରେ ବୈଦେଶିକ ସଚିବଙ୍କ ଏହି ଗସ୍ତ ଗୁରୁତ୍ୱ ବହନ କରୁଛି। ସିରିଆର ପୂର୍ବତନ ରାଷ୍ଟ୍ରପତି ବଶର ଅଲ୍ ଅସଦ ଏବଂ ତାଙ୍କ ପରିବାର ରାଜନୈତିକ ଆଶ୍ରୟ ପାଇଁ ଗତକାଲି ମସ୍କୋରେ ପହଞ୍ଚିଛନ୍ତି। ମାନବିକତା ଦୃଷ୍ଟିରୁ ରୁଷ ସେମାନଙ୍କୁ ଆଶ୍ରୟ ଦେଇଛି ବୋଲି କ୍ରେମ୍ଲିନ୍ ଘୋଷଣା କରିଛି। ଅବୁ ମହମ୍ମଦ ଅଲ୍ ଜୋଲାନିଙ୍କ ନେତୃତ୍ୱରେ ବିଦ୍ରୋହୀ ଗୋଷ୍ଠୀ ରାଜଧାନୀ ଦମାସ୍କସକୁ ଅକ୍ତିଆର କରିବା ପରେ ଶ୍ରୀ ଅସଦ ଦେଶ ଛାଡ଼ି ପଳାୟନ କରିଥିଲେ। ସିରିଆ ରାଜନୈତିକ ଦୃଶ୍ୟପଟରେ ଦ୍ରୁତ ପରିବର୍ତ୍ତନ ଆଞ୍ଚଳିକ ସ୍ଥିରତାକୁ ନେଇ ଚିନ୍ତା ବଢ଼ାଇଛି। 2015 ମସିହାରୁ ସିରିଆରେ ସକ୍ରିୟ ଥିବା ବିଭିନ୍ନ ବିରୋଧୀ ଗୋଷ୍ଠୀଙ୍କ ଆହ୍ୱାନକୁ ମୁକାବିଲା କରିବାରେ ରୁଷ ସିରିଆକୁ ସାମରିକ ସହାୟତା ପ୍ରଦାନ କରିଆସିଛି। ୟୁକ୍ରେନ୍ରେ ରୁଷର ସାମରିକ ଅଭିଯାନକୁ ମଧ୍ୟ ସିରିଆ ଦୃଢ଼ ସମର୍ଥନ ପ୍ରଦାନ କରିଥିଲା। ପରିସ୍ଥିତି ଉପରେ ବିଶ୍ୱ ନେତୃବୃନ୍ଦ ତୀକ୍ଷ୍ଣ ନଜର ରଖିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଦମାସ୍କସରେ ଭାରତୀୟ ଦୂତାବାସ କାର୍ଯ୍ୟକ୍ଷମ ରହିଛି ବୋଲି ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସୂଚନା ଦେଇଛି। ଦୂତାବାସ ସେଠାକାର ପ୍ରବାସୀ ଭାରତୀୟଙ୍କ ସହ ଯୋଗାଯୋଗରେ ଅଛି ଏବଂ ସେମାନେ ସେଠାରେ ସୁରକ୍ଷିତ ଥିବା ସୂଚନା ଦେଇଛି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30ରେ ପ୍ରସାରିତ ହେବ। ଆଜିର ବିଷୟବସ୍ତୁ ରହିଛି ଯକ୍ଷ୍ମା ମୁକ୍ତ ଭାରତ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଯକ୍ଷ୍ମା ବିଭାଗ ଉପମହାନିର୍ଦ୍ଦେଶକ ପ୍ରଫେସର ଉର୍ବଶୀ ବି ସିଂ ଏବଂ ଏମ୍ସର ପଲ୍ମୋନାରୀ ମେଡିସିନ୍ ବିଭାଗର ପ୍ରଫେସର ଡକ୍ଟର ବିଜୟ ହଡ୍ଡା ଏହି ଆଲୋଚନାରେ ଅଂଶଗ୍ରହଣ କରି ବିଷୟବସ୍ତୁ ସଂକ୍ରାନ୍ତ ଶ୍ରୋତାଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବେ। ଏଥିପାଇଁ ଶ୍ରୋତାମାନେ ରାତି 9:30ରୁ 011-234-21050 ଏବଂ 011-233-14444 ନମ୍ବରକୁ ଡାଏଲ୍ କରି ନିଜ ପ୍ରଶ୍ନ ପଚାରିପାରିବେ। ଏହା ବ୍ୟତୀତ ଶ୍ରୋତାମାନେ 9289094044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ #AskAIR ମାଧ୍ୟମରେ ମଧ୍ୟ ପ୍ରଶ୍ନ ପଚାରିପାରିବେ। ପଞ୍ଜାବରେ ଚଳିତ ମାସ 21 ତାରିଖରେ 5ଟି ମହାନଗର ନିଗମ ଏବଂ ପୌର ପରିଷଦ ବା ନଗର ପଞ୍ଚାୟତର 598ଟି ୱାର୍ଡ ପାଇଁ ଭୋଟ୍ ଗ୍ରହଣ କରାଯିବ। ସକାଳ 7ଟାରୁ ଅପରାହ୍ନ 4ଟା ପର୍ଯ୍ୟନ୍ତ ଇଭିଏମ୍ ମାଧ୍ୟମରେ ମତଦାନ ହୋଇ ସେହିଦିନ ଭୋଟ୍ ଗଣତି ହେବ। ପଞ୍ଜାବ ରାଜ୍ୟ ନିର୍ବାଚନ ଆୟୋଗ ରାଜକମଲ ଚୌଧୁରୀ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, 3809ଟି ବୁଥ୍ରେ ମତଦାନ ପାଇଁ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। 344ଟି ମତଦାନ କେନ୍ଦ୍ରକୁ ଅଧିକ ସମ୍ବେଦନଶୀଳ ଏବଂ 665ଟି କେନ୍ଦ୍ରକୁ ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଛି। ଏହି ନିର୍ବାଚନରେ ମୋଟ 37,32,636 ଜଣ ପଞ୍ଜୀକୃତ ଭୋଟର ମତଦାନ କରିବେ। ଭାରତ ନେପାଳ ସାଂସ୍କୃତିକ ମହୋତ୍ସବର ଦ୍ୱିତୀୟ ସଂସ୍କରଣ ଆଜିଠାରୁ ଲୁମ୍ବିନିଠାରେ ଆରମ୍ଭ ହେବ। ବୌଦ୍ଧ ଧର୍ମ ସହିତ ଦୁଇ ଦେଶ ମଧ୍ୟରେ ରହିଥିବା ସାଂସ୍କୃତିକ ବୈଭବର ପ୍ରଚାର ଏବଂ ପ୍ରସାର ଉଦ୍ଦେଶ୍ୟରେ ଏହି ମହୋତ୍ସବର ଆୟୋଜନ କରାଯାଇଥାଏ। କାଠମାଣ୍ଡୁସ୍ଥିତ ଭାରତୀୟ ଦୂତାବାସ, ଲୁମ୍ବିନି ପ୍ରଦେଶର ଗଭର୍ଣ୍ଣର ଏବଂ ଲୁମ୍ବିନି ବିକାଶ ଟ୍ରଷ୍ଟର ଉପାଧ୍ୟକ୍ଷ ମିଳିତ ଭାବେ ଏହି ମହୋତ୍ସବର ଆୟୋଜନ କରୁଛନ୍ତି। ସମାଜର ବିଭିନ୍ନ ବର୍ଗର ଲୋକ ଏଥିରେ ଯୋଗ ଦେଉଛନ୍ତି। ଭାରତ ଏବଂ ନେପାଳ ପକ୍ଷରୁ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ମହିଳା ଜୁନିୟର ଏସୀୟ ହକି ପ୍ରତିଯୋଗିତାରେ ଭାରତ ବାଂଲାଦେଶକୁ 13-1 ଗୋଲ୍ରେ ପରାସ୍ତ କରିଛି। ଓମାନର ମସ୍କଟଠାରେ ଗତ ରାତିରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ଭାରତ ପକ୍ଷରୁ ମମତାଜ ଖାଁ 4ଟି ଗୋଲ୍ ସ୍କୋର କରିଥିବା ବେଳେ କନିକା ସିୱାଚ୍ ଏବଂ ଦୀପିକା ହ୍ୟାଟ୍ରିକ୍ ଅର୍ଜନ କରିଥିଲେ। ଭାରତ ଗ୍ରୁପ୍ ପର୍ଯ୍ୟାୟର ଦ୍ୱିତୀୟ ମ୍ୟାଚ୍ରେ ଆଜି ମାଲେସିଆକୁ ଭେଟିବ। ଭାରତୀୟ ସମୟ ରାତି 8:30ଟାରେ ଏହି ମ୍ୟାଚ୍ ଖେଳାଯିବ। ଗୁଆହାଟୀ ମାଷ୍ଟର୍ସ ସୁପର 100 ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ଭାରତ ପୁରୁଷ ଏକକ ବର୍ଗ ଏବଂ ମହିଳା ମିଳିତ ବର୍ଗରେ ଟାଇଟେଲ୍ ହାସଲ କରିଛି। ପୁରୁଷ ଏକକ ବର୍ଗରେ ସତୀଶ କୁମାର କରୁଣାକରନ୍ ଚୀନର ପ୍ରତିଯୋଗୀ ଝୁ ସୁଆନ୍ ଚେନ୍ଙ୍କୁ ପରାସ୍ତ କରି ଦ୍ୱିତୀୟ ଗୁଆହାଟୀ ମାଷ୍ଟର୍ସ ଟାଇଟେଲ୍ ହାସଲ କରିଛନ୍ତି। ମହିଳା ମିଳିତ ବର୍ଗରେ ଅଶ୍ୱିନୀ ପୋନାପ୍ପା ଏବଂ ତନିଷା କ୍ରାଷ୍ଟୋଙ୍କ ଯୋଡ଼ି ଚୀନର ପ୍ରତିପକ୍ଷଙ୍କୁ ପରାସ୍ତ କରି ଚାମ୍ପିୟନ୍ ହୋଇଛନ୍ତି। ମହିଳା ଏକକ ବର୍ଗରେ ଭାରତର ଅନମୋଲ ଖାର୍ବ ରନର୍ସ ଅପ୍ ହୋଇଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ରାଜସ୍ଥାନ ଓ ହରିୟାଣାକୁ ଆଜି ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ଜାଗ୍ରତ ରାଜସ୍ଥାନ ବିଶ୍ୱ ସମ୍ମିଳନୀ 2024ର ଉଦ୍ଘାଟନ ଏବଂ ପାନିପଥଠାରେ ବୀମା ସଖୀ ଯୋଜନାର କରିବେ ଶୁଭାରମ୍ଭ। ମହାରାଷ୍ଟ୍ର ବିଧାନସଭାରେ ଆଜି ହେବ ବାଚସ୍ପତି ଚୟନ। ବିଜେପିର ରାହୁଲ ନାର୍ଭେକର ଏଥିପାଇଁ ଅପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀ। 3 ଦିନିଆ ରୁଷ ଗସ୍ତରେ ଯାଇ ଗତ ରାତିରେ ମସ୍କୋରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ ଏବଂ ମହିଳା ଜୁନିୟର ଏସୀୟ କପ୍ ହକି ପ୍ରତିଯୋଗିତାରେ ବାଂଲାଦେଶକୁ 13-1 ଗୋଲ୍ରେ ପରାସ୍ତ କଲା ଭାରତ। ସମ୍ବାଦ ଶେଷ ହେଲା।